ଆମର ବନ୍ଦେ ମାତରମ୍ ରାଷ୍ଟ୍ରୀୟ ଗୀତର 150ତମ ବାର୍ଷିକ ଉତ୍ସବ ଆମର ତାର ପାଳନ କରାଯାଉଛି। ସେଇଥିପାଇଁ ଆଜିର ଏ ସମୂହ ସଙ୍ଗୀତ ଗାନ କରାଯିବ। ତ ସହିତ ଆମର ଗୋଟେ ରାଲିର ଏଠି ଆୟୋଜନ କରିଥିଲୁ। ୟା ପୂର୍ବରୁ ଗତକାଲି ଆମର ବିଦ୍ୟାଳୟ ସ୍ତରୀୟ ଏବଂ କଲେଜ ସ୍ତରୀୟ ମହାବିଦ୍ୟାଳୟ ସ୍ତରୀୟ ଆମର ବକ୍ତୃତା ପ୍ରତିଯୋଗିତା ମଧ୍ୟ ହୋଇଥିଲା। ତ ସେଇଥିରେ ଆମେ ପିଲାମାନଙ୍କୁ ପ୍ରାଇଜ୍ ବଣ୍ଟନ ମଧ୍ୟ ଆଜି କରାଯାଇଛି। ଏହାର ଉଦ୍ଦେଶ୍ୟ ହେଲା ବନ୍ଦେ ମାତରମ୍ ଯେଉଁ ସଙ୍ଗୀତର ତାର ସାଂସ୍କୃତିକ ଏବଂ ଐତିହାସିକ ଯାହା ବି ଆମର ପରମ୍ପରା ଅଛି ସେଇଟାକୁ ଆମେ ଯୁବପିଢ଼ିଙ୍କୁ ତାଙ୍କୁ ସଂଯୋଗ କରିବା ଏହାର ମେନ୍ ଉଦ୍ଦେଶ୍ୟ, ଏବଂ ଏହାର କିପରି ମର୍ଯ୍ୟାଦାପୂର୍ଣ୍ଣ ଭାବେ ଆକୁ ଆମେ ଉପସ୍ଥାପନା କରିପାରିବା ଏଇଟା ହେଉଛି ଏହାର ମେନ୍ ଉଦ୍ଦେଶ୍ୟ। ଗୀତର 150ତମ ପୂର୍ତ୍ତି ଅବସରରେ ଏ ଭାରତ ବର୍ଷରେ ଏଇଟା ପାଳିତ ହେଉଛି। ସମସ୍ତଙ୍କ ଭିତରେ ଜାତୀୟତାବୋଧ ଦେଶାତ୍ମବୋଧ ଚିନ୍ତାଧାରାକୁ ଉଦ୍ଧେୟ କରିବା ଲାଗି ସରକାରଙ୍କ ଏ ନୀତି ଯୋଜନା ଅଛି। ଆଉ ମୋତେ ଲାଗେ ଏଇ ଗୀତ ସମସ୍ତେ ଜାଣନ୍ତୁ, ସମସ୍ତଙ୍କ ଭିତରେ ଗୀତ ଆଦୃତ ହଉ, ସମସ୍ତେ ଗୀତ ଗାଆନ୍ତୁ, ଦେଶପ୍ରୀତି ହଉ ଆଉ ଦେଶାତ୍ମକ ଭାବ ଚିନ୍ତାଧାରା ନେଇ ଏ ଆଜି କାର୍ଯ୍ୟକ୍ରମ। ତେଣୁ ସେଥିପାଇଁ ଆଜି ସରକାରଙ୍କୁ ଆମ ତରଫରୁ ସାଧୁବାଦ ଧନ୍ୟବାଦ ଜ୍ଞାପନ କରୁଛୁ। ଏଥିରେ କିଛି ଆମ କମ୍ପିଟିସନ୍ ହେଇଥିଲା, ତାପରେ ରାଲି ହେଇଛି, ତାପରେ ଏଠି ଆମ ସାମୂହିକ ଗୀତ ବି ଗାନ କରାଯିବ। ଆଉ ସେଥିପାଇଁ ଆଜି ପ୍ରୋଗ୍ରାମକୁ ଗୋଟେ ଉତ୍ସବ ହିସାବରେ ପାଳନ କରୁଛୁ ଆଉ ଏନ୍ଏସ୍ସି ଭିତରେ ଆଉ।